ଚାଲିଥିବ ତୃତୀୟ ପର୍ଯ୍ୟାୟ ମତଦାନ ମାଡ଼ି ଆସିବ ବଡ଼ ବାତ୍ୟା। ଅଶାନ୍ତ ହେଉଛି ସମୁଦ୍ର, ଓଡ଼ିଶାକୁ ମହାବିପଦ। 1999 ଭଳି ଓଡ଼ିଶା ଦେଖିବ କି ବାତ୍ୟା? ଏବେଠୁ ସଜାଗ ହେଲେଣି ରାଜ୍ୟ ସରକାର। ଓଡ଼ିଶାକୁ ପୁଣି ଘାରିଛି ବାତ୍ୟା ଭୟ, ଡରାଉଛି ସେହି ଫନି ମହାବାତ୍ୟାର ଭୟାବହତା। କାରଣ 1999 ମହାବାତ୍ୟା ଓ 2019 ଫନି ବାତ୍ୟା ଏବେ ବି ଲିଭିନି ଓଡ଼ିଶାବାସୀଙ୍କ ମନରୁ। ବଡ଼ ବଡ଼ ଅଟ୍ଟାଳିକା ଭାଙ୍ଗି ଯାଇଥିଲା, ଆଉ ଉପୁଡ଼ି ଯାଇଥିଲା ହଜାର ହଜାର ଗଛ। ଏବେ ବି ଲୋକେ ସେହି ପ୍ରକୋପକୁ ଭୁଲି ନାହାନ୍ତି। ଏହା ମଧ୍ୟରେ ମୁଣ୍ଡ ଟେକିଛି ମେ ମାସର ବାତ୍ୟା, ଯେଉଁ ବାତ୍ୟା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଦିନ ହେବ, ଯାହାର ଆକଳନ କରିଛି ପାଣିପାଗ ବିଭାଗ, ଯେଉଁଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର। ପାଣିପାଗ ବିଭାଗର ସୂଚନା ଅନୁସାରେ ଖରାଦିନିଆ ବାତ୍ୟା ଅଧିକ ଭୟଙ୍କର ହୋଇଥାଏ, ଯାହା ଫନିରେ ଦେଖିବାକୁ ମିଳିଥିଲା। ଫନି ଲ୍ୟାଣ୍ଡଫଲ୍ କରିବା ବେଳେ ଘଣ୍ଟା ପ୍ରତି 200 କିମି ବେଗରେ ପବନ ବହିଥିଲା। ସମୁଦ୍ର କୂଳିଆ ଗାଁ ମାଟିରେ ମିଶି ଯାଇଥିଲା। ବଡ଼ ବଡ଼ ଇଲେକ୍ଟ୍ରିକ୍ ଖୁଣ୍ଟ ଉପୁଡ଼ି ଯାଇଥିଲା, ଫଳରେ 7 ଦିନ ଯାଏ ଆସିନଥିଲା କରେଣ୍ଟ। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ 4-5 ଦିନ ଅନ୍ଧାର ରହିଥିଲେ ଲୋକେ। ତେଣୁ ସରକାରଙ୍କୁ ଘାରିଛି ଏବେ ବାତ୍ୟା ଭୟ। କାହିଁକିନା ତୃତୀୟ ପର୍ଯ୍ୟାୟ ମତଦାନ ଦିନ ଯଦି ବାତ୍ୟା ହୁଏ, ତାହେଲେ କେମିତି ଭୋଟ ଦେବେ ସାଧାରଣ ଜନତା, ଯାହାକୁ ନେଇ ଚିନ୍ତାରେ ଏବେ ରାଜ୍ୟ ସରକାର। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରହିଛି ଓଡ଼ିଶାକୁ ବାତ୍ୟା ଭୟ। ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଚଳିତ ବର୍ଷର ପ୍ରଥମ ବାତ୍ୟା, ଯାହାକୁ ଆଶଙ୍କା କରିଛି ପାଣିପାଗ ବିଭାଗ। 20ରୁ 21 ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରେ ଏହା ଲଘୁଚାପର ରୂପ ନେଇ ଅଧିକ ଘନୀଭୂତ ହେବ। ତା ସହ 24 ତାରିଖ ରାତି ବେଳକୁ ଅବପାତରେ ପରିଣତ ହୋଇପାରେ। ସମୁଦ୍ରରେ ଏହା ବଳ ଗୋଟାଇବା ସହ ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ 24 କିମ୍ବା 25 ତାରିଖ ବେଳକୁ ଏହା ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶ ଉପକୂଳର ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ। ତେବେ ବାତ୍ୟା ନେଇ ବର୍ତ୍ତମାନ ସୁଦ୍ଧା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ନେଇ ସ୍ପଷ୍ଟ ସୂଚନା ମିଳିପାରିବ। ବ୍ୟୁରୋ ରିପୋର୍ଟ, କଳିଙ୍ଗ ଟୁଡେ ଲାଇଭ୍।